ଯୁଗବତାର ଶ୍ରୀ ସତ୍ୟସାଇ ବାବା 1926 ମସିହା ନଭେମ୍ବର 23 ତାରିଖରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ପୁଟ୍ଟପର୍ତ୍ତି ଗ୍ରାମରେ ଯେଉଁ ଶିଶୁଟି ଜନ୍ମ ନେଇଥିଲେ ତାଙ୍କର ନାମ ରଖାଗଲା ସତ୍ୟନାରାୟଣ। ସତ୍ୟନାରାୟଣଙ୍କ ପ୍ରସାଦ ସେବନ କରି ମାତା ଈଶ୍ୱରମା ଗର୍ଭବତୀ ହୋଇଥିଲେ। ସୁବାମା ଈଶ୍ୱରମାଙ୍କ ପଡ଼ିଶା ଗୃହକୁ ଆସି କହିଲେ, ଈଶ୍ୱରମା, ତୁମେ ସତ୍ୟନାରାୟଣଙ୍କ ପ୍ରସାଦ ସେବନ କରିବାରୁ ଗର୍ଭବତୀ ହେଲ, ତେଣୁ ତୁମର ସନ୍ତାନଟି ଜନ୍ମ ନେଲେ ତାର ନାମ ରଖିବ ସତ୍ୟନାରାୟଣ। ସେତେବେଳେ ପରିବାର ସମସ୍ତ ସଦସ୍ୟ ଓ ସଦସ୍ୟା ଏହି ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଥିଲେ। ସତ୍ୟନାରାୟଣର ଅର୍ଥ ସାକାର ପ୍ରତିମା। ପିଲାଟି ଦିନରୁ ଭଗବାନ ବାବା ତାଙ୍କ ସାଙ୍ଗଙ୍କ ଗହଣରେ ଦେବତ୍ୱକୁ ପରିପ୍ରକାଶ କରିବା ପାଇଁ ଅଲୌକିକ ଲୀଳା ପ୍ରଦର୍ଶନ କରିଛନ୍ତି। ସାଙ୍ଗମାନେ ଚାହିଁବା ମାତ୍ରେ ଆକାଶରୁ ଚକୋଲେଟ୍, ଫଳ, ମିଠାଇ, କଲମ ଇତ୍ୟାଦି ସୃଷ୍ଟି କରିଦେଉଥିଲେ। ବିଭିନ୍ନ ଧାତୁର ମୂର୍ତ୍ତି ବାଲୁକା ଶଯ୍ୟାରୁ ଉତ୍ପନ୍ନ କରାଇ ପାରୁଥିଲେ। ଏହା ଥିଲା ତାଙ୍କର ଅଲୌକିକ ଘଟଣା। ନିଜର ଅସାଧାରଣ ଶକ୍ତି ଦ୍ୱାରା ବିଦ୍ୟା ଉପକରଣ ଓ ମିଷ୍ଟାନ୍ନ ପ୍ରଭୃତି ଶୂନ୍ୟରୁ ଆଣି ପିଲାମାନଙ୍କର ଅଭାବ ମେଣ୍ଟାଇ ପାରୁଥିଲେ। ଏହି ଲୀଳାରେ ପ୍ରଭାବିତ ହୋଇ ପିଲାମାନେ ତାଙ୍କୁ ଗୁରୁ ବୋଲି ଡାକୁଥିଲେ। ଏହି ସମୟରେ ସାଙ୍ଗମାନେ ପଚାରନ୍ତି, ଗୁରୁ, ଆପଣ ଏସବୁ କାର୍ଯ୍ୟ କିପରି କରିପାରୁଛନ୍ତି? ସେ କେବଳ ଗୋଟିଏ କଥା କହନ୍ତି, ଆମ ଗାଁ ଠାକୁରାଣୀ ମୋତେ ସବୁ ଦିଅନ୍ତି। ମୁଁ ଯାହା ଚାହେଁ ସେ ତାହା ପୂରଣ କରନ୍ତି। ଶିକ୍ଷକମାନେ ତାଙ୍କର ଅସାଧାରଣ ଜ୍ଞାନ ଦେଖି ବିସ୍ମିତ ହେଉଥିଲେ। ସତ୍ୟସାଇଙ୍କ ବଡ଼ ଭ୍ରାତା ଶେଷମାରାଜୁ ତାଙ୍କୁ ନେଇ ଉତ୍ତରକୋଣ୍ଡା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ। 1940 ମସିହା ମେ ମାସ 30 ତାରିଖ ଦିନ ବାବା ତାଙ୍କ ବାରଣ୍ଡାରେ ବସି ଉପସ୍ଥିତ ଲୋକଙ୍କୁ ଶୂନ୍ୟରୁ ମିଶ୍ରି, ଫୁଲ, ଫଳ ସୃଷ୍ଟି କରି ବାଣ୍ଟୁଥିଲେ। ଏହି ଦୃଶ୍ୟକୁ ସମସ୍ତେ ଅତି ଆନନ୍ଦରେ ଉପଭୋଗ କରୁଥାନ୍ତି। ମାତ୍ର କିଛି ଈର୍ଷାଳୁ ଲୋକ ଭଗବାନଙ୍କ ଏହି ଲୀଳାକୁ ଠିକ୍ ଭାବରେ ଗ୍ରହଣ ନ କରି ତାଙ୍କ ପିତା ପେଦା ଭେଙ୍କପ୍ପା ରାଜୁଙ୍କ ପାଖରେ ଜଣାଇଲେ। ଏହି ଅଭିଯୋଗ ପାଇବା ପରେ ଭେଙ୍କପ୍ପା ରାଜୁ ରାଗରେ ଏକ ବାଡ଼ି ଧରି ସତ୍ୟନାରାୟଣଙ୍କ ନିକଟକୁ ଯାଇ ପଚାରିଲେ, ତୁ କିଏ? ଦେବତା, ଭୂତ, ପ୍ରେତ ନା ପାଗଳ? ବାବା ଅତି ସରଳ ଶାନ୍ତ ଭାବରେ ଉତ୍ତର ଦେଲେ, ମୁଁ ସାଇବାବା। ମୁଁ ଆସିଛି ତୁମ୍ଭମାନଙ୍କୁ ବିପତ୍ତିରୁ ଉଦ୍ଧାର କରିବା ପାଇଁ। ତୁମେ ମୋତେ ଗୁରୁବାର ଦିନ ପୂଜା କର। ଦିନେ ବାବା କିଛି ଲୋକଙ୍କ ସହିତ ବସିଥିବା ସମୟରେ କେହି ଜଣେ ପ୍ରଶ୍ନ କଲା, ତୁମେ ସାଇବାବା, ଏହାର ପ୍ରମାଣ ଦିଅ। ବାବା ସଙ୍ଗେ ସଙ୍ଗେ ହସ୍ତରେ ଧରିଥିବା ମୁଠାଏ ମଲ୍ଲି ଫୁଲକୁ ଫିଙ୍ଗିଦେଲେ। ସେହି ଫୁଲଗୁଡ଼ିକ ଭୂମିରେ ପଡ଼ି ଲେଖା ହୋଇଗଲା ସାଇବାବା। ଭଗବାନ ବାବା ଯେତେବେଳେ ଉତ୍ତରାକୋଣ୍ଡା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ଭାଇଙ୍କ ଘରେ ରହି ପଢ଼ୁଥାନ୍ତି, ତାଙ୍କର ବୟସ ମାତ୍ର 14 ବର୍ଷ। ସତ୍ୟସାଇ ବାବା ନିଜକୁ ଶିରିଡ଼ି ସାଇବାବାଙ୍କ ଅବତାର ବୋଲି ଘୋଷଣା କରି ଗୃହତ୍ୟାଗ କରିଥିଲେ। ସେ କହିଥିଲେ, ମୋର ଭକ୍ତମାନେ ମୋତେ ଡାକିଲେଣି, ବର୍ତ୍ତମାନଠାରୁ ମୋର ଅପୂରଣୀୟ କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ। ସତ୍ୟଙ୍କ ଭାଉଜ ଝରକା ପାଖରୁ ଏସବୁ କଥା ଶୁଣିପାରି ସତ୍ୟଙ୍କ ଆଡ଼କୁ ଚାହିଁ ଯାହା ଦେଖିଲେ ନିଜକୁ ନିଜେ ସେ ବିଶ୍ୱାସ କରିପାରିଲେ ନାହିଁ। ସତ୍ୟ ଚାଲିଥାନ୍ତି ଆଗକୁ। ତାଙ୍କ ପଛପଟରେ ଏକ ବିରାଟ ଆଲୋକର ବଳୟ ତାଙ୍କୁ ଅନୁସରଣ କରୁଥାଏ। ସବୁ ଧର୍ମକୁ ସମ୍ମାନ ଦେବା, ନିଜ ଧର୍ମ ଆଚରଣକୁ ଅବଲମ୍ବନ କରିବାକୁ ବାବା ଗୁରୁତ୍ୱ ଦିଅନ୍ତି। ବାବା କୁହନ୍ତି, ପ୍ରତ୍ୟେକ ବ୍ୟକ୍ତି ତୁଣ୍ଡରେ ନାମ, ହାତରେ କାମକୁ ଜୀବନର ଧର୍ମ ବୋଲି ଗ୍ରହଣ କରିବା ଦରକାର। ମୋ ବିଷୟରେ ଜାଣିବା ପୂର୍ବରୁ ତୁମେ ନିଜକୁ ପ୍ରଥମେ ଜାଣି ଶିଖ। ବାବା ଆମ୍ଭମାନଙ୍କୁ ତାଙ୍କର ପରିଚୟ ଦେବାକୁ ଯାଇ କୁହନ୍ତି, ସତ୍ୟ ମୋର ପ୍ରଚାର, ଧର୍ମ ମୋର ଆଚାର, ଶାନ୍ତି ମୋର ସ୍ୱଭାବ, ପ୍ରେମ ମୋର ସ୍ୱରୂପ। ଆମର ମନକୁ ଆସୁଥିବା କଥାକୁ ଜାଣିପାରି
ସିଏ କୁହନ୍ତି, ତୁମେ ମୋତେ ଯେଉଁ ନାମରେ ଡାକିଲେ ମଧ୍ୟ ମୁଁ ତାହାର ଉତ୍ତର ଦେବି। ତୁମେ ମୋ ଆଡ଼କୁ ପାଦେ ଆଗେଇ ଆସିଲେ ମୁଁ ତୁମ ଆଡ଼କୁ 10 ପାଦ ଆଗେଇ ଯିବି। ମୁଁ ତୁମକୁ ଶାନ୍ତି ସନ୍ତୋଷ ଦେବା ପାଇଁ ଆସିଛି। ମୁଁ ତୁମ ଭିତରେ ଅଛି, ତୁମେ ମୋ ଭିତରେ ଅଛ, ଆମେ ଅଭିନ୍ନ। ଏହି ସତ୍ୟକୁ ତୁମେ ଜାଣିଗଲେ ଆମେ ଆପେ ଆପେ ନିଜକୁ ନିଜେ ଜାଣିପାରିବା। ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନଙ୍କ ଧର୍ମ ପରି ସାଇ ଧର୍ମ ଅନ୍ୟ ଏକ ଧର୍ମ ନୁହେଁ। ଏହା ସର୍ବଧର୍ମ ସମନ୍ୱୟ ଧର୍ମ। ସାଇ ଶବ୍ଦଟି ପାର୍ସୀ ଭାଷାରୁ ଆସିଛି। ସାଇର ଅର୍ଥ ଭଗବାନ ଏବଂ ସାଧୁସନ୍ଥଙ୍କୁ ବୁଝାଇଥାଏ। ବାବା କହୁଥିଲେ, ଭଜନ, ପୂଜନ, କୀର୍ତ୍ତନ, ଭଗବତ ସେବା, ପ୍ରାଣିକ ସେବା ଏବଂ ଦାନ ଇତ୍ୟାଦି କର୍ମ ପ୍ରତ୍ୟେକ ବ୍ୟକ୍ତି କରିବା ଦରକାର। କେତେବେଳେ ଯେ କାହାର କେଉଁ ବିପଦ, ଶୋକ, ମୃତ୍ୟୁ ଆସିଯିବ ତାହା କାହାରିକୁ ଜଣା ନାହିଁ। ତେଣୁ ସବୁବେଳେ ସତ୍କର୍ମ କରିବା ଉଚିତ। ମନୁଷ୍ୟ ଶରୀର ପାଇଁ କେନ୍ଦ୍ରିତ ହୁଏ ତାହା କାମ ଏବଂ ଏହା ଯଦି ଭଗବାନ ପାଇଁ କେନ୍ଦ୍ରିତ ହୁଏ ତାହା ପ୍ରେମ। କାହାରିକୁ ହିଂସା ନ କରି ସମସ୍ତଙ୍କୁ ଦୟା କରିବା ଉଚିତ। ଅନ୍ୟକୁ ସାହାଯ୍ୟ ଓ ସେବା କର। ଭଗବାନଙ୍କଠାରେ ଆଶ୍ରିତ ହେଲେ ଆତ୍ମଜ୍ଞାନ ମିଳେ। ଆତ୍ମା ଓ ପରମାତ୍ମାକୁ ଜାଣିହୁଏ। ସତ୍ୟ ସେବା କହିଥିଲେ ଭଗବାନଙ୍କ ନିକଟରେ ନିତ୍ୟ ସୁଖ ଓ ପରମ ଶାନ୍ତି ମିଳେ। ଭଗବତ ଉପଲବ୍ଧି ହେଲେ ଦୁଃଖ ଜଞ୍ଜାଳ, ଜନ୍ମ ମୃତ୍ୟୁ, ବ୍ୟାଧି ଦୁଃଖ ଦେଇପାରିବ ନାହିଁ। ଭଗବାନ ସର୍ବକର୍ମର ଫଳଦାତା। ତେଣୁ ତାଙ୍କର ଶରଣାପନ୍ନ ହେବା ପାଇଁ ବାବା ସର୍ବଦା ପରାମର୍ଶ ଦେଇଥାନ୍ତି। ସତ୍ୟ ସାଇ ବାବା କହିଥାନ୍ତି ଯେ ଉତ୍ତମ ଫଳ ଆଶା କରୁଥିବା ବ୍ୟକ୍ତି ସର୍ବଦା ଉତ୍ତମ କର୍ମ କରିବା ଉଚିତ। ଉତ୍ତମ କର୍ମ ପାଇଁ ପରମାତ୍ମା ପ୍ରସନ୍ନ ହୁଅନ୍ତି। ସତ୍ୟ ଓ ଧର୍ମ ଉତ୍ତମ ହୋଇଥିବାରୁ ତାହାର ଆଶ୍ରୟ ନେଉଥିବା ବ୍ୟକ୍ତି ସବୁବେଳେ ଉତ୍ତମ ଫଳ ପାଇଥାନ୍ତି। 24 ଏପ୍ରିଲ ସତ୍ୟନାରାୟଣ ସାଇଙ୍କର ପୁଣ୍ୟତିଥି। ନଭେମ୍ବର 1926ରେ ପୁଟ୍ଟପର୍ତ୍ତିଠାରେ ସତ୍ୟ ସାଇ ବାବାଙ୍କର ଆବିର୍ଭାବ ହୋଇଥିଲା ଏବଂ ସେହି ପୁଟ୍ଟପର୍ତ୍ତିଠାରେ 2011 ମସିହା ଏପ୍ରିଲ 24 ତାରିଖ ଦିନ ତାଙ୍କର ଦେହାବସାନ ଘଟିଥିଲା। ଜୟ ଶ୍ରୀ ସତ୍ୟ ସାଇ, ଜୟ ଶ୍ରୀ ସତ୍ୟ ସାଇ, ଜୟ ଶ୍ରୀ ସତ୍ୟ ସାଇ।